ପିଲାମାନେ ତୁମମାନଙ୍କୁ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ବିଷୟର ଏହି ଦ୍ୱିତୀୟ ଭିଡ଼ିଓକୁ ସ୍ୱାଗତ। ଆସ ଆମେ ଏହି ଭିଡ଼ିଓ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା। ଆମର ଆଲୋଚ୍ୟ ପ୍ରସଙ୍ଗ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ। ତେବେ ଏଥିସହିତ ଆମକୁ ଏହି ପ୍ରସଙ୍ଗରେ ଆଗକୁ ଯିବାକୁ ହେବ। ଆମେ ଆଲୋଚନା କରିବା ରାଘବଙ୍କ ଲଙ୍କା ଯାତ୍ରାନୁକୂଳ। କବି କ'ଣ କହୁଛନ୍ତି? କବି ଉପେନ୍ଦ୍ର ଭଞ୍ଜ ତାହେଲେ ଲଙ୍କାକୁ ଯିବା ପାଇଁ ଯେତେବେଳେ ମନ ସ୍ଥିର କରିସାରିଛନ୍ତି ସେତେବେଳେ ସେଇଠାରୁ ଆରମ୍ଭ ହୋଇଛି ଏହି କବିତାଟି। ବଳିଲା ରାଘବ ଆଶା ସୀତା ପ୍ରାପତି। ବଳିଲା ବଳିଲା ଅର୍ଥ ଇଚ୍ଛା ହେଲା। ବଳିଲା ବଳିଲା ଅର୍ଥ ଇଚ୍ଛା ହେଲା। କାହାର ଇଚ୍ଛା ହେଲା? ନା ରାଘବଙ୍କର ଇଚ୍ଛା ହେଲା। କ'ଣ ପାଇଁ ଇଚ୍ଛା ହେଲା? ନା ରାଘବ କହିଲେ କିଏ? ନା ରାଘବ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର। ରାଘବ ହେଲେ ରାମଚନ୍ଦ୍ର। ରାମଚନ୍ଦ୍ରଙ୍କର ଇଚ୍ଛା ହେଲା। କ'ଣ ଇଚ୍ଛା ହେଲା? ନା ସୀତା ପ୍ରାପତି। ପ୍ରାପତି ହେଲା ପ୍ରାପ୍ତି। ସୀତାଙ୍କୁ ପ୍ରାପ୍ତି କରିବା। ଯେଉଁ ସୀତାଙ୍କୁ ହରଣ କରି ନେଇଥିଲା ଲଙ୍କାର ରାଜା ରାବଣ ବିଂଶବାହୁ ବିଂଶତିକର, ସେଇ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିବା ପାଇଁ, ପ୍ରଥମରୁ ଯଦିଓ ରାବଣକୁ ମାରିବା ପାଇଁ ସେ ଇଚ୍ଛା କରିନଥିଲେ, କେବଳ ସୀତାଙ୍କୁ ଉଦ୍ଧାର କରିବା, ଲଙ୍କାପୁରୀରୁ ସୀତାଙ୍କୁ ଉଦ୍ଧାର କରିବା ଥିଲା ତାଙ୍କର ଲକ୍ଷ୍ୟ। ତେଣୁ ସେ ସୀତାଙ୍କୁ ପ୍ରାପ୍ତ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କର ଏହି ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ରାମଚନ୍ଦ୍ର ଲଙ୍କା ଯାତ୍ରା କରିବାକୁ ପ୍ରସ୍ତୁତ ହୋଇଥିଲେ। ତେବେ କେମିତି ଯିବେ? ଲଙ୍କା ତ ସିନ୍ଧୁ ଆରପାରିରେ। ସିନ୍ଧୁ କହିଲେ ସମୁଦ୍ର, ସମୁଦ୍ରର ଆରପାରି। ସିନ୍ଧୁ ସମୁଦ୍ର। ଆଶା କରେ ତୁମେ ମାନେ ଏହି ବିଷୟଟିକୁ ବୁଝିବା ସହିତ ନିଶ୍ଚିତ ଭାବରେ ଶବ୍ଦ ଗୁଡ଼ିକର ଅର୍ଥକୁ ଲେଖିକରି ନେବ। ବିଚାରିଲେ ଅର୍ଥାତ୍ ବିଚାର କଲେ ବା ଭାବିଲେ। ବିଚାରିଲେ ଭାବିଲେ। କିଏ ଭାବିଲେ? ରାମଚନ୍ଦ୍ର ଭାବିଲେ। କ'ଣ ଭାବିଲେ? ନା ସୀତାଙ୍କୁ ପ୍ରାପ୍ତ କରିବେ। କିପରି? ନା ସିନ୍ଧୁ ପୋତି ଯିବା ପର୍ବତରେ। ସିନ୍ଧୁକୁ ପର୍ବତରେ ପୋତି, ପର୍ବତ ଗୁଡ଼ିକ ଦ୍ୱାରା ସିନ୍ଧୁ ବା ସମୁଦ୍ରକୁ ପୋତି ଲଙ୍କାକୁ ଯିବେ, ସୀତାଙ୍କୁ ପ୍ରାପ୍ତ କରିବେ। ବୁଡ଼ିଗଲା ପକାଇଲେ କପି ଯେତେ ଗିରି। କପି କହିଲେ କିଏ? କପି ହେଉଛନ୍ତି ବାନର ବା ମାଙ୍କଡ଼। ତେଣୁ କପି ମାନେ ଯେତେ ଗିରି, ଗିରି କହିଲେ ପର୍ବତ, ଯେତେ ସବୁ ପର୍ବତ ଆଣି ଏଇ ସମୁଦ୍ର ଜଳରେ ପକାଇଲେ ସବୁତକ ପର୍ବତ ବୁଡ଼ିଗଲା। କୋଉଠି? ନା ସମୁଦ୍ର ମଧ୍ୟରେ। ବୁଦ୍ବୁଦ ନଦୀ ସେ ଜଳ ଫିଫିକୃତ କରିଯେ। ବୁଦ୍ବୁଦ ହେଲା ପାଣିର ଫୋଟକା। ବୁଦ୍ବୁଦ ଏଇ ପାଣିର ଫୋଟକା ମଧ୍ୟ ଦିଶିଲା ନାହିଁ। ଯେତେ ସବୁ ପର୍ବତ ପଡ଼ିଲା ସେ ସବୁ ବୁଡ଼ିଗଲା, କିନ୍ତୁ ପାଣିର ଫୋଟକା ଦେଖାଗଲା ନାହିଁ। ଏଠାରେ କବିଙ୍କର ବୈଜ୍ଞାନିକ ମନୋଭାବର ପରିଚୟ ମଧ୍ୟ ମିଳୁଛି। କାରଣ ଜଳ ମଧ୍ୟରେ କୌଣସି ଶୁଷ୍କ ବସ୍ତୁ ଯେତେବେଳେ ପତିତ ହୁଏ, ସେଥିରେ ଥିବା ବାୟୁ ହାଲୁକା ହୋଇଥିବାରୁ ତାହା ବାହାରକୁ ବାହାରି ଆସେ ଏବଂ ସେହି ସ୍ଥାନ ମଣ୍ଡନ କରେ ଜଳ। ତେଣୁ ପାଣିରେ ଫୋଟକା ସୃଷ୍ଟି ହୁଏ ଶୁଷ୍କ ବସ୍ତୁକୁ ପକାଇବା ମାତ୍ରେ। ଏଇ ବୁଦ୍ବୁଦ, ବୁଦ୍ବୁଦ ଅର୍ଥ ଜଳର ଫୋଟକା ବା ପାଣିର ଫୋଟକା। ପାଣିର ଫୋଟକା। ଫିଫିକୃତ, ଫିଫିକୃତ ହେଲା ଫିଫିକା। ଫିଫିକୃତ ଅର୍ଥାତ୍ ଫିଫିକା
कृत अर्थ कार फिफिकार जेतेबेले फोटका सब सृष्टि हुए से फोटका गुड़िक फिफिकार करी सृष्टि हुए तेणु बुड़ी गला पकाइले कपि जेते गिरी कपि बा मांकड़ माने जेते गिरी पकेले जेते पर्वत पकेले सबुतक से समुद्र रे बुड़ी गला अथल सागर जहार थलकूल मिले नहीं जहार गभीरता को अनुमान करने कष्ट ता मध्य पर्वत बा रहिबो किपरि केते पर्वत समुद्र तले अछंती तेणु जेते पर्वत को आनी पकेले मध्य सब पानी रे बुड़ी गला किंतु कवि कहउचंती एही दृश्यटी किपरि थिला किपरि नकारात्मक दृश्य थिला एवं रामचंद्र को हृदय रे किपरि भावना जात होइतिबो किपरि नैराश्य सृष्टि होइतिबो रामचंद्र को मन रे जे लंका को यात्रा करबा एते सहज नुह कपि माने सेमानंकर महाकाय बल द्वारा जेते सब बड़ बड़ पर्वत को आनी से समुद्र रे पकाइले से गुड़िक सब एमिति भाव में बुड़ी गला अथल जल मध्य बुड़ी जाउथिबा वस्तुर एई फोटका गुड़िक जल मध्य निमज्जित होगा समय वायु द्वारा सृष्ट फोटका गुड़िक जेपरि ऊपर को देखा जाए नहीं ठीक से ही परी एठार मध्य बुदबुद देखागला नहीं अर्थात पानीर फोटका पानी मध्य को टेका पकई देले टेकाटीए पकाई देले बा शुष्क वस्तुटीए पकाई देले सेथिरे थिबा वायु जेतेबेले जलस्तर को भेद करी ऊपर को चली आसे से फोटकार आकृति कल्पना करा जाई पारे बा कल्पना करा जाई पारे जलर गभीरता केते यह होची एही पदटिरु आमर वैज्ञानिक चेतना विषय रे किछि चिंता ग्रहण करिवार कथा कविंगर तेणु कौनसी फिफिकार शब्द न करी पानी मध्य जेपरी अगभीर जल मध्य टेकाटीए पकई देले फिफिकार शब्द करी से फोटका बाहरी आसे सेपरी हेला नहीं एई बड़ बड़ पर्वत से पानी मध्य मध्य बुड़ी गला विस्मयी निश्वास तेजी वरुण प्रसन्ने विनाशन रे शयन से दर्भ शयने जे विस्मय अर्थ विस्मय बा आश्चर्य निश्वास तेजी निश्वास छाड़ी तेजी अर्थ छाड़ी जेगुड़िक पुस्तक तुमर शब्द गुड़िकर अर्थ दत्त अच्छी मुझे गुड़िक लेखुना तेणु विस्मय विस्मय निश्वास जो आश्चर्य प्रकट करी निश्वास छाड़ी के प्रभु रामचंद्र वरुण प्रसन्ने वरुण को प्रसन्न करबा पाई वरुण होचंती जलर देवता समुद्रर देवता तांको प्रसन्न बा संतुष्ट करबा पाई बिना सनरे शयन से दर्भा शयने जे बिना सनरे असन अर्थ खाद्य बा आहार विनाशन होची अनाहार अनाहार रे शयन कले अनाहार रे शयन कले किए ना प्रभु श्री रामचंद्र केउथिरे शयन कले ना दर्भ शयने जे कुश सज्जा रे से शयन कले काहे कि अनाहार रे कुश सज्जा रे शयन करी से वरुण को प्रसन्न करबा पई चेष्टा करथिले वरुण को प्रसन्न कले कौन हेबो ना वरुण साहाय्य कले एई समुद्र रे सेतु बंधा जाई पारिबो एहा थिला श्री रामचंद्रंकर चिंता एवं चेतना जहाको कवि एठारे उपस्थापन करिसथि तापर कवि कहउचंती बुद्धि सुन अन्य प्रसंग को दशशिर बर गिला से सुख सारण करी चार जे बुद्धे बुद्धि अर्थ पंडित माने सुन अन्य प्रसंग को अन्य विषय को शुण एपटे तो रामचंद्र दर्भ शयन शयनरत विनाशन रे अछंती वरुण देव को प्रसन्न करने को चेष्टा करुछंती इत्यवसर रे एही संकेत एही खबरटी रावण को प्राप्त होईछि तेणु दशानन कौन करिसंती ना तांकर दुई जन मंत्री सुक आउ सारण एमानकु पठाइला बरगिला अर्थ पठाइला कोठी की पठाइला ना रामचंद्र जोठारे शिविर पकाइछंती एई सुग्रीव एवं तार सेना बाहिनी को नहीं
ମାଙ୍କଡ଼ ଭାଲୁ ଏଇମାନଙ୍କୁ ନେଇ ଯେଉଁ ଶିବିରଟି ପକାଇଛନ୍ତି ରାମ ଲକ୍ଷ୍ମଣ ଦୁଇ ଭାଇ, ସେଇ ରାମ ଲକ୍ଷ୍ମଣଙ୍କର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଆଉ ଯେଉଁ ରାମଚନ୍ଦ୍ରଙ୍କର ଶରଣାପନ୍ନ ହୋଇଛନ୍ତି ବିଭୀଷଣ, ତାଙ୍କୁ ବୁଝେଇ ସୁଝେଇ ଘରକୁ ଫେରାଇ ଆଣିବା ପାଇଁ, ରାଜପ୍ରାସାଦକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଏଠାରେ କୂଟନୀତି ପ୍ରୟୋଗ କରି ଦୂତ ଭାବରେ ଶୁକ ସାରଣକୁ ପଠାଇଛନ୍ତି ରାବଣ, ଦଶାନନ ଲଙ୍କାଧିପତି। ତେଣୁ କବି କହୁଛନ୍ତି ରାମଚନ୍ଦ୍ରଙ୍କ ପକ୍ଷର କଥା ଆମେ ଜାଣିଲେ, ଅପର ପକ୍ଷରେ ରାବଣର ପ୍ରସ୍ତୁତି ସମ୍ପର୍କରେ ଜାଣିବା ଦରକାର। ତେଣୁ ହେ ପଣ୍ଡିତ ମାନେ ଅନ୍ୟ ଏକ ପ୍ରସଙ୍ଗକୁ ଆସି ଆପଣମାନେ ଜାଣିବା ହୁଅନ୍ତୁ। ଦଶଶିର ବା ରାବଣ ଶୁକ ଆଉ ସାରଣଙ୍କୁ ଡକାଇ ପଠାଇଲା, ସେମାନଙ୍କୁ ଚାର ବା ଦୂତ ରୂପରେ ପଠାଇଲା। କୋଉଠିକି ଏବଂ କ'ଣ କହିବା ପାଇଁ ନା ବିଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା ସରି, ତୁ ବିଭୀଷଣକୁ ଯାଇ ତୁମେ ଦୁଇ ଜଣ ବିଭୀଷଣକୁ ଯାଇ କୁହ ଯେ ଜ୍ୟେଷ୍ଠ ଭ୍ରାତା ଅର୍ଥାତ୍ ବଡ଼ ଭାଇ ହେଉଛନ୍ତି ପିତାସରି ବା ବାପାଙ୍କ ପରି। ଯେପରି ବାପାଙ୍କର ଭୁଲକୁ ଧରା ନଯାଏ, ପିତାଙ୍କର ଭୁଲକୁ ଧରା ନଯାଏ, ଠିକ୍ ସେହିପରି ସେ ଜ୍ୟେଷ୍ଠ ଭ୍ରାତାଙ୍କର ଭୁଲକୁ ନ ଧରିବା ଉଚିତ। ବୁଝି ନ ବୁଝି କୋପି ତା ବାଣୀ ପିତା କରିଯେ। ଏ ବିଭୀଷଣ ରାବଣର କଥାକୁ କୋପ କରି ବା କ୍ରୋଧ କରି, ରାବଣର କଥାରେ ରାବଣର ପଦାଘାତରେ ସେ କ୍ରୋଧ କରି କ୍ରୋଧବଶତଃ କ'ଣ କଲା ନା ରାମଚନ୍ଦ୍ରଙ୍କର ଶରଣ ପଶିଛି। ତେଣୁ ବୁଝି ନ ବୁଝି ରାବଣ କହୁଛନ୍ତି ଶୁକସାରଣକୁ ଯେ ତାକୁ ଯାଇ ବୁଝାଅ ଯେ ପିତା ସମାନ ହେଉଛନ୍ତି ଜ୍ୟେଷ୍ଠ ଭ୍ରାତା, ତେଣୁ ତାଙ୍କର କଥାକୁ କୋପ କରି ସବୁ ଜାଣିଶୁଣି ଏପରି ଶତ୍ରୁ ପାଖରେ ଶରଣ ନେବା ଠିକ୍ ନୁହଁ। ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ, ବିଭୂତି କି ଅର୍ଥାତ୍ ଏ ରାଜ୍ୟର ଐଶ୍ୱର୍ଯ୍ୟକୁ ତୁ ଭୋଗ କରୁଥିଲୁ, ଭୁଞ୍ଜୁଥିଲୁ ଅର୍ଥ ଏଠାରେ ଭୋଗ କରୁଥିଲୁ, ତୁ ଭୋଗ କରୁଥିଲୁ। ବିଭୂତି ଭୂଷଣେ, ଏଠାରେ ବିଭୂତି ଭୂଷଣ ବୋଲି କାହାକୁ କୁହାଯାଇଛି ନା ରାମଚନ୍ଦ୍ରଙ୍କୁ। କାରଣ ସେ ବଣରେ ସନ୍ନ୍ୟାସୀର ଜୀବନ ଜିଉଥିଲେ, ତେଣୁ ଭସ୍ମ ବିଭୂଷିତ ହୋଇ ସେ ବିଚରଣ କରୁଥିଲେ। ତେଣୁ ତାକୁ ଏ କଥାକୁ ସ୍ମରଣ କରାଇ ଯେ ତୁ ଯେଉଁ ଐଶ୍ୱର୍ଯ୍ୟକୁ ଭୋଗ କରୁଥିଲୁ ଲଙ୍କାଗଡ଼ରେ ରହି, ବଡ଼ କୂଳରେ ଜନ୍ମ ଲାଭ କରି, ତୁ କିପରି ଭାବରେ କେଉଁ କାରଣରେ ଶରଣ କି କାରଣ ଯେ ତୁ କାହିଁକି ଶରଣ ଯାଇଛୁ, ତୁ କାହିଁକି ଆଶ୍ରିତ ହୋଇଛୁ ଏଇ ଭସ୍ମ ବିଭୂଷିତ ସାମାନ୍ୟ ମାନବ ନିକଟରେ। ତେଣୁ ଶରଣ ଅର୍ଥ ଆଶ୍ରିତ, କାହିଁକି ଆଶ୍ରା ନେଇଛୁ এই কথা ତାକୁ ଯାଇ କୁହ। କିଏ ଯାଇ କହିବେ ନା ଶୁକ ଆଉ ସାରଣ। ଏ କଥା କହୁଛନ୍ତି କିଏ ନା ରାବଣ କହୁଛନ୍ତି ଦୂତ ଭାବରେ ଯାଇ ଏହି କୂଟନୀତିକୁ ପ୍ରୟୋଗ କରିବା ପାଇଁ। ପରବର୍ତ୍ତୀ ପର୍ଯ୍ୟାୟରେ କ'ଣ ଏହି ଶୁକ ଆଉ ସାରଣ ଯାଇ ବିଭୀଷଣ ନିକଟରେ ପହଞ୍ଚୁଛନ୍ତି ଏବଂ ବିଭୀଷଣକୁ ଏ ସମ୍ପର୍କରେ ବୁଝାଉଛନ୍ତି। ଯଦି ବୁଝାଉଛନ୍ତି ତାର ପରିଣତି କ'ଣ ହେଉଛି, ପରବର୍ତ୍ତୀ ଭିଡ଼ିଓକୁ ଅପେକ୍ଷା କର। ପରବର୍ତ୍ତୀ ଭିଡ଼ିଓ ମାଧ୍ୟମରେ ଆମେ ତାହା ଶିକ୍ଷା କରିବା। ଧନ୍ୟବାଦ।